ମୋ ନାଁ ହେଉଛି ସବ୍ୟସାଚୀ ବଳସାମନ୍ତ। ଆମ ଶ୍ରମିକ ଭାଇମାନଙ୍କର ରକ୍ତରେ ଯେଉଁ ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିୟନ ଶ୍ରମିକ ଭାଇମାନଙ୍କର ରକ୍ତରେ ବନା ହେଇଛି, ଗଠିତ ହେଇଛି, ତାର ପ୍ରେସିଡେଣ୍ଟ ଅଛି। 1926 ମସିହାରେ ଆମ ଚେନ୍ନାଇରେ ମାଡ୍ରାସ ଭଳି ଜାଗାରେ ଶ୍ରମିକ ଦିବସ ପାଳନ ହେଇଥିଲା ପ୍ରଥମେ। ଆଜି এই ଦିବସ ଆମ କାଳିଆପାଣି ଅଞ୍ଚଳ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପରିପକ୍ୱ କରାଯାଇଛି। ଆମ ଶ୍ରମିକ ଭାଇମାନଙ୍କର ଆଗ୍ରହ ଏବଂ ତାଙ୍କର ଜରୁରୀ ଏବଂ ତାଙ୍କର ଭଲ ବାର୍ତ୍ତା ଏବଂ ତାଙ୍କର ସବୁ ଭଲ ମନ୍ଦରେ ସାଥୀ ପାଇଁ ଏସବୁ ଆଜି ପ୍ରୋଗ୍ରାମଟି ଆୟୋଜିତ ହେଇଛି। এই ଲେବର୍ସ ଡେରେ ଶ୍ରମିକ ଦିବସରେ ଆମ ପ୍ରିୟ ମନ୍ତ୍ରୀ ଶ୍ରୀଯୁକ୍ତ ଡକ୍ଟର ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ ଏବଂ ସମସ୍ତଙ୍କୁ ଭାଇଚାରାର ନାରା ଦେଇଛନ୍ତି ଏବଂ କହିଛନ୍ତି କି ସଂଗଠନରେ ଆପଣମାନେ ଧ୍ୟାନ ଦିଅନ୍ତୁ ଏବଂ ଯେତିକ ମାଇନ୍ସ ଅଛି ଏଠି ପୁଣି ଆଉ ଥରେ ସବୁ ଖୋଲା ହେବ ଆଉ ସମସ୍ତଙ୍କୁ ସବୁ ଯୁବପିଢ଼ି ମାନଙ୍କୁ ନିଯୁକ୍ତି ମଧ୍ୟ ମିଳିବ। ଆଶା ରଖନ୍ତୁ କି ଏଠି ଯେଉଁ 3-4ଟି ଜିନିଷ ସାଧାରଣ ଜିନିଷ କି ପାଣିଟେ ହଉ, ମେଡିକାଲଟେ ହଉ କି ପଢ଼ା ପାଇଁ ସ୍କୁଲଟେ ହଉ, କଲେଜଟେ ହଉ, ଏ ସବୁର ମଧ୍ୟ ଲୋକମାନଙ୍କୁ ଉପକୃତ ହେବେ ବୋଲି କହିଛନ୍ତି। ଏବଂ ଏଠି ଆଜି ସାରା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯେତେ ସବୁ ନେତୃମଣ୍ଡଳୀ ନେତାମାନେ ଏବଂ ମନ୍ତ୍ରୀଙ୍କ ବ୍ଲକର ପ୍ରତିନିଧିମାନେ ଏବଂ ସବୁ ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିୟନର ୱାର୍କର ଭାଇମାନେ, କମିଟି ମେମ୍ବର୍ସ ମାନେ, ଜେନେରାଲ ବଡି ସମସ୍ତେ ଉପସ୍ଥିତ ଥିଲେ ଏବଂ ଯେଉଁ 36 ବର୍ଷ ହେଲା ଯେତିକ ଆମ କାଳିଆପାଣିରେ ଯେଉଁ SRCKMS ଯେଉଁ ଶ୍ରମିକ ଭାଇମାନଙ୍କର ଶୋଷଣ କରୁଥିଲା ତାର ମଧ୍ୟ ଆଜି ଖୁଲାସା କରିଛନ୍ତି ଯେ ସେମାନେ ଯେଉଁ ଶ୍ରମିକ ଭାଇମାନଙ୍କୁ ରେଗୁଲାରାଇଜ ନ କରିକି ତାଙ୍କୁ କିଛି ଗୁଡ଼ାଏ ପଇସା ତାଙ୍କର ରଖିକି ଅନ୍ୟ ପଇସା ସବୁ ଖାଉଥିଲେ ଏବଂ ତାର କୌଣସି ପ୍ରମାଣ ସେମାନେ ରଖିନାହାନ୍ତି। ସେଇ ଯୋଗୁଁ ସେମାନେ ତାଙ୍କୁ ରେଗୁଲାରାଇଜ କରୁନାହାନ୍ତି, ତାଙ୍କର EPF ଜମା କରୁନାହାନ୍ତି, ESI ଜମା କରୁନାହାନ୍ତି ଏବଂ ତାଙ୍କୁ ଶ୍ରମିକ ଭାଇମାନଙ୍କୁ ଏତେ କଷ୍ଟ ଦଉଛନ୍ତି ଯେ ସାଧାରଣ ଗୋଟେ ଲୋକ ଏଠିକାର ମାଟିର ପୁଅ ସିଏ, ମାଟିର ଝିଅ ସିଏ, ମାଟିର ମା ସିଏ, ତାକୁ ସାଧାରଣ ଗୋଟେ 30 ଦିନର ତାକୁ ଡ୍ୟୁଟି ମଧ୍ୟ ଦେବାକୁ ନାରାଜ କରିଦେଇଛନ୍ତି ସବୁ କମ୍ପାନୀ ମାନଙ୍କୁ। ଆଗରୁ ଏ ପରିଚାଳନା ହଉଥିଲା, ଏବେ ତାରି ବିରୁଦ୍ଧରେ ଓଡ଼ିଶା ମାଇନିଂ ୱାର୍କର ଠିଆ ହେଇଛି ଏବଂ ଏଟାକୁ ଆମେ କେମିତି ସଫଳତା କରିବା ଆପଣଙ୍କର ଏ ମିଡ଼ିଆ ବନ୍ଧୁ ଭାଇମାନଙ୍କ ମାଧ୍ୟମରେ ଏବଂ ଆମ ଉନ୍ନୟ ନିଯୁକ୍ତି ଆମର ଓଡ଼ିଶା ସରକାର, ପିପଲ ସରକାର, ମୋହନ ମାଝୀଙ୍କ ସରକାରକୁ ଆମର ସମସ୍ତଙ୍କର ନିବେଦନ ରହିବ କି ୟାକୁ କେମିତି ଆମେ ଶ୍ରମିକ ଭାଇମାନଙ୍କର ଭଲ ପାଇଁ କାମ କରିବା ଏବଂ ଓଡ଼ିଶା ମାଇନିଂ ୱାର୍କର ୟୁନିୟନର ସବୁବେଳେ ଏ ଆନ୍ଦୋଳନ ଜାରି ରହିବ।